ହଉଛି ଯୋଉ ବେଲପା ନଦୀ ଆଜ୍ଞା ନଦୀର ଅବଧି ତ ଅଛି ଆପଣ ଏତେ ବ୍ୟସ୍ତ ହେଇ ପଡୁଛନ୍ତି କାହିଁକି ଧାରଣା କିଛି ନାଇଁ ଆଜ୍ଞା ଅବଧି ତାର ନାହିଁ କି କଣ୍ଟ୍ରାକ୍ଟ ସାଙ୍ଗରେ ଆମର ଠିକାଦାର ସାଥିରେ କୌଣସି ଦୁଶ୍ମନୀ ନାହିଁ। କାମ ଚାଲିଛି କାମ ବି ଆମେ କୌଣସି ଗାଁ ଲୋକ କୌଣସି ଦିନ ପ୍ରତିରୋଧ କରିନାହାନ୍ତି କାମ ବନ୍ଦ କର। ଏବେ ବି କାମ ଚାଲିଛି ତାଙ୍କର ଅବଧି ଯୋଉ ପ୍ରଥମ ଅବଧି ଥିଲା 2022 ସୁଦ୍ଧା କମ୍ପ୍ଲିଟ କରିବା ପାଇଁ କଲେନି ପୁଣି ତାଙ୍କୁ ସରକାର ଗୋଟେ ଦେଲେ ସମୟ ସୀମା 2024 31 ଡିସେମ୍ବର ପର୍ଯ୍ୟନ୍ତ ଦେଲେ ଯାହାକି 2 ଦିନ ତଳେ ସରିଯାଇଛି। କିନ୍ତୁ ତା ପୂର୍ବରୁ ଆମେ 3 ବର୍ଷ 4 ବର୍ଷ ହଇରାଣ ହେଇକି କାଦୁଅ ପଙ୍କରେ ଘାଣ୍ଟି ହେଉଛୁ ବୋଲି ରାସ୍ତା ଉପରକୁ ଓହ୍ଲେଇ ଜିଲ୍ଲାପାଳଙ୍କଠୁ ଅର୍ଡର ଆଣି ରାସ୍ତା ରୋକ କରିଥିଲୁ। ନିଜେ ଏକଜୁଟ ଇଞ୍ଜିନିୟର ଆମକୁ ଲେଖା ଦେଇଥିଲେ 17/1/2023 ସୁଦ୍ଧା ଆମକୁ କମ୍ପ୍ଲିଟ କରିକି ଦେବାକୁ। ତାହେଲେ ତାଙ୍କ ଉପରେ ଆମର କଣ ଭରସା ରହିବ? ସେ ଠିକାଦାର ଉପରେ ସଂସ୍ଥା ଉପରେ କଣ ଭରସା ଆଜ୍ଞା ରହିବ? ଅସୁବିଧାଟା ତ ଆମେ ଜାଣିପାରୁନୁ। ଅସୁବିଧା ଆଜ୍ଞା ଆପଣ ତ ଦେଖନ୍ତୁ ନିଜେ ଭିଜୁଆଲ ଦେଖନ୍ତୁ ଆଜ୍ଞା ଆପଣ ପଚାରୁଛନ୍ତି ଆମକୁ ଅସୁବିଧା କଥା ଆଜ୍ଞା ପିଲା 20-25 ଖଣ୍ଡ ଗାଁ ଆଜ୍ଞା ଆମ ପଞ୍ଚାୟତ ତ ସମ୍ପୂର୍ଣ୍ଣ 2 ଭାଗ। ଆପଣ ପଚାରୁଛନ୍ତି ଆପଣ ନେଇକି ଆମ କଥା ମିଡିଆରେ ହାଇଲାଇଟ କରିବା କଥା ଏଇଗୁଡାକ ଆପଣ କି ଭଳିଆ ରାସ୍ତାରେ ଆମେ ଯାଉଛେ ଆଜ୍ଞା ସକାଳ ପାଇଲେ 10,000 ଲୋକ ଏପଟେ ଯାଉଛନ୍ତି ପଡିକି ଖଣ୍ଡିଆ ହଉଛନ୍ତି। ନାଇଁ ବିଭାଗ ପରେ ବିଶ୍ୱାସ ପାଉନି କୋଉଠି ଜିଲ୍ଲାପାଳ ଆସନ୍ତୁ ଜିଲ୍ଲାପାଳ ଲେଖିକି କହିବେ ଇଏ ଆମକୁ ଲେଖିକି ପ୍ରତିଶ୍ରୁତି ଦେବେ। ଯଦି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ହିସାବରେ କାମ ନହେଲା ଯୋଉ ସମୟ ସୀମା ହିସାବରେ କାମ ନହେଲା ତାହେଲେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ତା ପରଦିନ ମୁଁ ଆତ୍ମହତି ଦେବି। ଅଧୈର୍ଯ୍ୟ ନାହିଁ ଅଧୈର୍ଯ୍ୟ ମୋ ପଞ୍ଚାୟତ ବାସୀ 10,000 ଲୋକଙ୍କ ଅସୁବିଧା ମୁଁ ଦେଖି ଆଖି ସାମ୍ନାରେ ମୁଁ ଅଧୈର୍ଯ୍ୟରେ ରହିପାରୁନି ଆଜ୍ଞା। ଦାବି ମୁଁ କରୁଛି ଯେ କାମ କେମିତି ହବ ଆମ ସାଙ୍ଗରେ କିଏ ପ୍ରତିଶ୍ରୁତି ଦେବେ। ଆମେ ଆମର ବିଭାଗୀୟ କର୍ମୀଙ୍କ ଅଧିକାରୀଙ୍କ ଉପରେ ଭରସା ନାହିଁ। ଯଦି ଚିଫ ଇଞ୍ଜିନିୟର ଆସିବେ ପ୍ରତିଶ୍ରୁତି ଦିଅନ୍ତି ସେ ଟାଇମ ଅବଧି ଦେଇଥିଲେ ନା ବର୍ତ୍ତମାନ ଇଏ ମନ ଇଚ୍ଛା ଏକଜୁଟ ଇଞ୍ଜିନିୟର ମନ ଇଚ୍ଛା କାମ ଆଜ୍ଞା ଅବଧି ଦେଇକି କହୁଛନ୍ତି ଯେ ତାଙ୍କର କାମ ଅଛି ସେ ଇଏ କରିବେ ସେ 2 ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିବେ କିନ୍ତୁ ମୋ ପାଖରେ ଚିଠି ଅଛି 31 ପର୍ଯ୍ୟନ୍ତ ବର୍ତ୍ତମାନ ସେ କାମ କରନ୍ତୁ ଆମେ ପ୍ରତିରୋଧ କରୁନୁ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିବେ ବୋଲି କେମିତି ସରିବ ବୋଲି ଭରସା ନାହିଁ ଆଜ୍ଞା। ସେଇ ଜିନିଷ ଟା କିଏ କହିବ ଏକଜୁଟ ଇଞ୍ଜିନିୟର ମତେ ଭରସା ଦେଇକି ଭରସା ରଖିପାରିଲେନି। ଭରସା ରଖିପାରିଲେନି ଆଜ୍ଞା ବର୍ତ୍ତମାନ ମୁଁ କାହା ଉପରେ ଭରସା କରିବି ଜିଲ୍ଲାପାଳ ଖୋଦ ଭରସା ଦିଅନ୍ତୁ। ଏକଜୁଟ ଇଞ୍ଜିନିୟରଙ୍କୁ ଡାକିକି ଭରସା ଦିଅନ୍ତୁ ଲିଖିତ ଆକାରରେ ଗ୍ରାମବାସୀଙ୍କ ଆଗରେ ପ୍ରତିଶ୍ରୁତି ଦିଅନ୍ତୁ। କୋଉ ଦିନ ସୁଦ୍ଧା କାମ ହବ ଆମର ଦୁଃଖ ବୁଝନ୍ତୁ ତାପରେ ଯଦି ସେଇ ଡେଟ ହିସାବରେ କାମ ନହେଲା ମୁଁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆଜ୍ଞା ଆତ୍ମହତ୍ୟା କରିବି। କାମ ସରିଯିବ ଉପରେ କୁହାଯାଉଛି ବିଭାଗ କହୁଛି କାମ ସରିଯିବ କିନ୍ତୁ ଆପଣ ଅଧୈର୍ଯ୍ୟ ହେଇକି ଧାରଣା ଦେବା କଣ ପାଇଁ ଏତେ ବ୍ୟସ୍ତ ହେଇ ପଡୁଛନ୍ତି କାମ ସହିତ କାହିଁକି? ଦେଖନ୍ତୁ 5 ବର୍ଷ ହେଇଯିବ 2019 ମସିହାର ଇଏ ବ୍ରିଜ ଭାଙ୍ଗି ଯାଇଛି। ଏଟା ଆମର ସୋରଡା ପଞ୍ଚାୟତର ପପୁଲାର ହଉଛନ୍ତି ଭୋଟର ହଉଛନ୍ତି 3500। ଏପଟେ ଆମର 1000 ରହିଲେ ବି ସେପଟେ ଆମର 2000 ରହୁଛନ୍ତି। କିନ୍ତୁ ଏପଟେ ଆମର 5T ସ୍କୁଲ ଏବଂ କଲେଜ ଏବଂ ମେଡ଼ିକାଲ ଏପଟେ ଆମର ସମସ୍ତେ ନିର୍ଭର କରୁଛୁ ଆମେ 2 ଖଣ୍ଡ ଗାଁ ଏବଂ ଏଇ ବ୍ରିଜରେ ଯିବା ଆସିବା କରିବା ପାଇଁ 20ଟିରୁ 25ଟି ଗ୍ରାମ ଏପଟେ ନିର୍ଭର ଏଇ ବ୍ରିଜ ଉପରେ ତେଣୁକରି ଯେହେତୁ ଇଏ 5 ବର୍ଷ ହେଲା ହେଇପାରୁନି ଆମେ ଜିତିକି ଆସିବାର ବି 3 ବର୍ଷ ହେଇଗଲା ସରପଞ୍ଚ ସମିତି ମୁଁ ଆଉ ଆମେ 7-8ଟି ବୋଧେ ଏଇଭଳିଆ ଷ୍ଟ୍ରାଇକ୍ କଲୁଣୁ। କଲେକ୍ଟରଙ୍କୁ ଲେଖିକି ଦେଲୁଣୁ ବହୁତ IAS ଗଲେଣି ପ୍ରତିଶ୍ରୁତି ଦେଇକି ବହୁତ BDO ଗଲେଣି ଏବଂ ବହୁତ ତହସିଲଦାର ବି ଗଲେଣି କିନ୍ତୁ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଏଇ ଆସିଷ୍ଟାଣ୍ଟ ଇଞ୍ଜିନିୟର ଯିଏ ଏବେ ଅଛି ଯେଇ ମହୋଦୟ ଅଛନ୍ତି ସିଏ ବି 3 ଥର ଆମ ପାଖରେ ଏଠି କାଗଜ ସରପଞ୍ଚ ବାବୁ ରଖିଛନ୍ତି ସିଏ ବି ଦସ୍ତଖତ ନିର୍ମାଣ ଚାଲିଛି ଏବଂ ଆମେ ବି ଶୁଣିବାକୁ ପାଉଛୁ ଟେଣ୍ଡର ତାଙ୍କର ଆଉ ନାହିଁ। ତଥାପି ଆମେ ଚାହୁଁଛୁ ଯେ କାମ ଆମର ହେଇଯାଉ ବ୍ରିଜ ଟା ଜଲଦି ହେଇଗଲେ ଆମ ଲୋକମାନେ ସୁରକ୍ଷିତରେ ଯାତାୟାତ କରିବେ ଏବଂ ସ୍କୁଲ ପିଲାମାନେ ବେଶୀ କ୍ଷତି ସହୁଛନ୍ତି। ଆପଣ ତ ଦେଖନ୍ତୁ ଭିଜୁଆଲ କରନ୍ତୁ ଏଠି ଗୋଟେ କ୍ୟାମ୍ପ ନାହିଁ କି ତାଙ୍କର ମାଲ ମେଟେରିଆଲ କିଛି ନାହିଁ କି ପରି ରାସ୍ତାଟି ବି ନାହିଁ କି ଆଉ ଏବଂ ଏଠିକି ସବୁବେଳେ ହଁ 20 ଆମର ପିଲା ଆସୁଛନ୍ତି ମୁଁ ଆଜି ଦେଖୁଥିଲି 50-60 ପିଲା 2ଟା ଗାଁରୁ ସ୍କୁଲ ଆସୁଛନ୍ତି ସମସ୍ତେ ସାଇକେଲରେ ପଡି ଉଠିକି ଯାଉଛନ୍ତି ପାଣିରେ ଏଇ ରାସ୍ତାରେ ଆଉ ଆପଣ ଦେଖନ୍ତୁ ନିଜେ। ଦାବି ହଉଛି ଆମର ତ୍ୱରାନ୍ୱିତ ଆମର ଏଠି କୋଉଠି ଭୁଲ ଅଛି ସେ ଭୁଲ ଟା ଚାହିଁବାକୁ ଆମେ ଜାଣିବାକୁ ଚାହୁଁଛୁ ଯେହେତୁ ପଞ୍ଚାୟତ ପ୍ରତିନିଧି ଆମେ ଯେ କାହିଁକି ହେଇପାରୁନି ଠିକା କାର୍ଯ୍ୟର ମନୋମୁଖୀ ନା କଣ୍ଟ୍ରାକ୍ଟର ମନୋମୁଖୀ ନା କଣ ମନୋମୁଖୀ ସରକାରର ମନୋମୁଖୀ ନା କଣ ଆମର କାମ ଦରକାର। ନାଇଁ ଏମିତି ତ ମୁଁ ଆପଣଙ୍କୁ କହିଲି 700-8 ଥର ଆମେ NH ବି 57କୁ ବି ଷ୍ଟ୍ରାଇକ୍ କରିଛୁ କେସ୍ ବି ଖାଇଛୁ ଜଗନ୍ନାଥ ପ୍ରସାଦର ବି 15 ଜଣ ମହିଳା ଆଜ୍ଞା କେସ୍ ଖାଇଛନ୍ତି ମୋର ଦୁଃଖର ବିଷୟ
ଆଉ ତେଣୁକରି ତାଙ୍କ ଉପରେ ଆମର ଭରସା ନାହିଁ। ଆମର ଉପର ଅଧିକାରୀ ଆସନ୍ତୁ ବା ଜିଲ୍ଲାପାଳ ଆସନ୍ତୁ ଆମର ଯିଏ ମାଲିକ ଜଣେ ଆସନ୍ତୁ, ସେ ଯଦି ଆମକୁ ଦେବେ ଆମ ସରପଞ୍ଚ ମହୋଦୟ ଯାହା ଫାଇନାଲ କରିବେ ସେଥିରୁ ଆମେ ଧାରଣାରୁ ଓହ୍ଲେଇବୁ। କାମକୁ ବିରୋଧ ନା ବିଳମ୍ବକୁ ବିରୋଧ? ନାଇଁ ବିଳମ୍ବକୁ ବିରୋଧ, କିନ୍ତୁ ଆମେ କାମ ପାଇଁ ତ୍ୱରାନ୍ୱିତ। ଆଜି ସକାଳୁ ଏଠି ଆମେ ଆସିଲା ପରେ କଣ ଲୋକ 2-4 ଜଣ ସେ ଆଣିଛି କାମ କରୁଛି, ଆମକୁ ବି ଖୁସି ଲାଗୁଛି, କିନ୍ତୁ ଏଇ କାମରେ ଆମେ ସାଟିସ୍ଫାଇ ନୁହଁ। ଆମେ ପଳେଇଲା ପରେ ସେ କାମ ସେ ଠିକାଦାର ବି ଏଠି ଚାଲି ଯାଉଛି। ଏଭଳିଆ ବହୁତ ବାରମ୍ବାର ହଉଛି। କ୍ୟାମ୍ପ ଆସୁଛି ପଡୁଛି। କ୍ୟାମ୍ପ ତ ନାହିଁ, 2-4 ଜଣଙ୍କୁ ନେଇକି ଆସୁଛନ୍ତି, ସେ କରୁଛନ୍ତି ଆଉ। ଆପଣ ଦେଖନ୍ତୁ ଏଠି ତ କ୍ୟାମ୍ପଟେ ନାହିଁ, ଯେହେତୁ 4 କୋଟି ଟଙ୍କାର ଇଏ ତାଙ୍କର ପ୍ରୋଜେକ୍ଟ। ଆପଣ ସେଇଭଳିଆ କି ଆପଣ ନିଜେ ଦେଖନ୍ତୁ ଏବଂ ଦୁନିଆକୁ ବି ଦେଖେଇ ଦିଅନ୍ତୁ। ମାନେ କଣ କେବଳ ପ୍ରତିବାଦ ହେଲେ ବେଳେ ଆସନ୍ତି ନା ମୁଁ କଣ କହୁଛି ହଁ ଏମିତି ପ୍ରତିବାଦ ଆସିବେ, ମନ ବୁଝେଇ ଦେବେ, ଏମିତି ଫେର ଚାଲି ଯାଉଛନ୍ତି। କାମ ହବ ଦି ହଁ 2 ଦିନ ସେଇଆ ଯୋଉ ବ୍ରିଜ କି ସେଇ ବ୍ରିଜ ପଡିଛି। କହୁନାହାନ୍ତି କଣ କେମିତି ସେମାନେ କାମ କରନ୍ତି କୁହନ୍ତୁ? ଏଇ ଯୋଉ ଠିକା ସଂସ୍ଥାର କାମ କେମିତି କରିବା ଆସିକି? ମାନେ ମୁଁ ଆଉ ସେଟା ତ କହିପାରିବିନି, ନାଇଁ ନାଇଁ, କିନ୍ତୁ ଯୋଉ କହନ୍ତି ମନମୁଖୀ କାର୍ଯ୍ୟ ଏବଂ ଧମକେଇବା ସେ ଗୋଟେ ଖାତିରଲେସ୍। ଯେହେତୁ ଏଇଭଳିଆ ବହୁତ ବାଧିବା ପରେ ଆମେ ସରପଞ୍ଚ ସମିତି ଆଜି ଏଇ ଧାରଣାରେ ବସିଛୁ, ନହେଲେ ଆମର ବହୁତ କାମ ବି ଆମେ ପଞ୍ଚାୟତ ଛାଡିକି ଏଇଠି ବସିଛୁ, ମାନେ ସେତିକି କଷ୍ଟ ଲାଗିବାରେ ଲୋକଙ୍କ ବସିଛୁ। କେମିତି ସମର୍ଥନ ଅଛି? ଲୋକଙ୍କର ସମର୍ଥନ ତ ଅଛି, କାଲିଠୁ ବହୁତ ଲୋକ ବହୁତ 3ଟା ଗାଁରୁ ଆସିଛନ୍ତି। ଏଇଠି ବି ଦେଖନ୍ତୁ, ଆପଣ ବି ଭିଜୁଆଲ ବୁଲାନ୍ତୁ, ବହୁତ ବୟସ୍କ ଲୋକ, ବହୁତ ବାପା ତୁଲ୍ୟ ଲୋକ ସମସ୍ତେ ବି କାଲି ରାତିରୁ ଆମ ପାଖରେ ଅଛନ୍ତି। ମୁଁ ଆଉ ଗୋଟେ ଆପଣଙ୍କୁ ନବାକୁ ଚାହୁଁଛି, ହଉଛି କାମ ହଉନି, ଅସୁବିଧାଟା କଣ ଆପଣ କୁହନ୍ତୁ? କେମିତି ଅନୁଭବ କରନ୍ତୁ? କଣଟେ ହଠାତ୍ ହେଇଛି ଯେ ଲୋକମାନେ ଅସୁବିଧା ହେଇଛନ୍ତି, ବ୍ରିଜ ହେଇପାରିଲାନି? ଶୁଣନ୍ତୁ, ଏସବୁ ମଧୁଚନ୍ଦ୍ରିକା ତ କହିବାକୁ ଗଲେ ଆପଣଙ୍କ ସମସ୍ୟାଟା କୁହନ୍ତୁ, କେମିତି ଆପଣ ହଇରାଣ ହଉଛନ୍ତି ଗାଁ ଲୋକ? ଆମେ ତ ବହୁତ ହଇରାଣ ହଉଛୁ। ବଢି ଆସିଲେ ହେରି ଆମେ ଆସିପାରୁନୁ ଏପଟେ। 1ରେ 5 ଦିନ ଯାକେ ପାଣି ରହିଲେ ଆମେ ଯାତାୟାତ ପୁରା ଠପ୍। ଆମର ସେ ଜଗନ୍ନାଥ ପ୍ରସାଦଠୁ ଗୋଟେ ମୋହିତ ବା 57କୁ ବାହାରିଛି ଗୋଟେ ରାସ୍ତା, 10 କିଲୋମିଟର ରାସ୍ତା। ସେଇଟା ପୁରା ଜଙ୍ଗଲ ରାସ୍ତା ଏବଂ ଚୋରି ହାରି ବି ହଉଛି। 6ଟା ପରେ ସେ ଯାତ୍ରାକୁ ଆମେ ବି ଲୋକ ପ୍ରତିନିଧି ହେଇକି ଆମେ ଭୟ କରୁଛୁ। ଆଉ ପବ୍ଲିକ ଲୋକ ବହୁତ ଚୋରି ଡକାୟତରେ ବି ଶିକାର ହଉଛନ୍ତି। ଆଉ ସେପଟ ଗୋଟିଏ ହିଁ ଆମକୁ ଦୁର୍ଘଟଣା ସାହସ। ହଉଛି ତ ପଡି ଉଠିକି? ହଁ ବହୁତ ଦୁର୍ଘଟଣା ହେଇଛି, ବହୁତ କେସ୍ ବାସ ବି ହେଇଛି, ବହୁତ ଜିନିଷ ହେଇଛି ଆଜ୍ଞା। ଏଟା ଆଜିର ନୁହଁ, ବହୁତ ବି ଚ୍ୟାନେଲ ବାଲା ଆପଣ କୋଉଠି ଦେଖିଥିବେ ବି, ଏଟା ବହୁତ ଦିନର ଦାବି ଆମର। 2 ବର୍ଷ ହେଇଗଲା। ସୁଶାନ୍ତ କୁମାର ସାହୁ, ସୋରଡା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ।